ଘରେ ପହଞ୍ଚି ଯାଇଥିଲା ଭାରତ ମାର ଲଢ଼ୁଆ ବୀର ଯବାନ ପୁଅର ପାର୍ଥିବ ଶରୀର। ମା ନିଜ କୋହକୁ ସମ୍ଭାଳି ପାରୁନଥିଲା, ଆଉ ବାପା ନିଜ ଲୁହକୁ ସମ୍ଭାଳି ପାରୁନଥିଲା। ହେଲେ ସ୍ତ୍ରୀ ନିଜ ଛାତିକୁ ପଥର କରି ଲୁହକୁ ଚାପିବାକୁ ଯେତେ ଚେଷ୍ଟା କରୁଥିଲେ ବି କୋହଭରା ହୃଦୟଟା ଛାତିରୁ ଚିରି କ୍ରୋଧ ଗୁଡ଼ାକ ବାହାରକୁ ବାହାରି ଆସୁଥିଲା। କାହିଁକି ଜାଣିଛନ୍ତି? ତାଙ୍କ ଯବାନ ସ୍ୱାମୀଙ୍କୁ ସେ କଥା ଦେଇଥିଲେ, ତାଙ୍କର ଯଦି କିଛି ହେଇଯାଏ ସେ କେବେ ଲୁହ ଗଡ଼େଇବେ ନାହିଁ, ବରଂ ଗର୍ବ ଅନୁଭବ କରିବେ, ଆଉ ତାଙ୍କ ବାପା ମାଆଙ୍କୁ ଏଇ ଦୁଃଖ ବେଳେ ସମ୍ଭାଳିବେ। ଆଉ ଏଇ କୁନି ଝିଅଟି କିଛି ବୁଝିପାରୁନଥିଲା। ସବୁବେଳେ ବାପା ଡ୍ୟୁଟିକୁ ଗଲାବେଳେ ଯେମିତି ହାତ ହଲେଇ ଟାଟା କରୁଥିଲା, ଆଜି ବି ସେମିତି ଟାଟା ହିଁ କରୁଥିଲା। କିଏ ଏଇ ବୀର ଯବାନ? କ'ଣ ଘଟିଥିଲା ତାଙ୍କ ସହିତ? କେମିତି ହେଇଯାଇଥିଲେ ଶହୀଦ? ଏସବୁ ଜାଣିବା ଆଜିର ଏ କାହାଣୀରେ, ଜଣେ ବୀର ଯବାନର ଦେଶଭକ୍ତି ଆଉ ପ୍ରେମ ଭରାର କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଆଜିର କାହାଣୀ ହୁଏତ ଆପଣଙ୍କ ଆଖିରେ ଲୁହ ଦେଇପାରେ, କିନ୍ତୁ ଆପଣଙ୍କ ଆଖିର ଲୁହକୁ ନିଜ ଭିତରେ ରଖି ଏହି ଭାରତ ମାତାର ବୀର ସନ୍ତାନ ପାଇଁ ଗର୍ବ ଅନୁଭବ ନିଶ୍ଚିତ କରିବେ। ଏକଥା ଆମର ନୁହେଁ ଆଜ୍ଞା, ସେଇ ବୀର ଯବାନଙ୍କର କଥା। ଘର ଦୁଆର ମୁହଁରେ ସେନା ଡ୍ରେସ୍ରେ ଜଣେ ଭାରତୀୟ ଯବାନକୁ ଦେଖି ଜଣେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଆଉ ଘର ଭିତରକୁ ଡାକି ସୋଫା ଉପରେ ବସେଇ ଯବାନକୁ ଆସିବାର କାରଣ ପଚାରିଥିଲେ। ସେ ଯବାନ କ'ଣ ମାଗିଥିଲେ ଜାଣିଛନ୍ତି? ତାଙ୍କ ଝିଅର ହାତ। ଆଉ ସେଇ ଡାକ୍ତର ବାପା ଜଣକ କ'ଣ କହିଥିଲେ ଜାଣିଛନ୍ତି? ଆପଣ ଯଦି ସାଧା ଡ୍ରେସ୍ରେ ଆସିଥାନ୍ତେ ହୁଏତ ମୁଁ ମୋ ଝିଅକୁ ଦେବାକୁ ସିଧା ସିଧା ମନା କରିଦେଇଥାନ୍ତି, କିନ୍ତୁ ଯେହେତୁ ତମେ ସେନା ଡ୍ରେସ୍ରେ ଆସିଛ, ମୁଁ କେମିତି ମନା କରିପାରିବି? ମୋ ଝିଅର ହାତ ତମ ହାତରେ ଦେବାକୁ ମୁଁ ରାଜି। ଜଣା ନଥିଲା ଏ ଯବାନ ଜଣକ କେଉଁଠି ଆଉ କେବେ ଇନ୍ଦୁ ସହିତ ଦେଖା ହେଇଥିଲା, ଆଉ ଇନ୍ଦୁକୁ ଦେଖିଲା ପରେ ସେ ଇନ୍ଦୁକୁ ମନେ ମନେ ଭଲ ପାଇ ବସିଥିଲେ। ଆଉ ଶେଷରେ ତାଙ୍କ ବାହାଘର ବି ବଡ଼ ଧୁମଧାମରେ ହୋଇଥିଲା। କିଛି ଦିନ ପରେ ଉଭୟଙ୍କର ଗୋଟେ କନ୍ୟା ସନ୍ତାନ ବି ଜନ୍ମ ନେଇଥିଲା। ଦର୍ଶକ ବନ୍ଧୁ, ଏ କାହାଣୀ ହେଉଛି ଭାରତୀୟ ବୀର ଯବାନ ମେଜର ମୁକୁନ୍ଦ ଭରଦ୍ୱାଜଙ୍କର। ମେଜର ମୁକୁନ୍ଦଙ୍କର ସ୍ୱପ୍ନ ଥିଲା ସେନାରେ ଯୋଗ ଦେବାକୁ, କିନ୍ତୁ ତାଙ୍କ ବାପାଙ୍କର ଇଚ୍ଛା ନଥିଲେ ବି ପୁଅ ମୁକୁନ୍ଦକୁ ମନା କରିପାରିନଥିଲେ। ୟା ଭିତରେ ମୁକୁନ୍ଦ ଜର୍ଣ୍ଣାଲିଜିମ୍ରେ ମାଷ୍ଟର ଡିଗ୍ରୀ ହାସଲ କରିସାରିଥିଲେ। ସମସ୍ତେ ଭାବିଥିଲେ ମୁକୁନ୍ଦ ବୋଧେ ସେନାରେ ଯୋଗ ଦେବାର ଆଶାଟା ଛାଡ଼ି ଦେଇଛନ୍ତି, କିନ୍ତୁ ମୁକୁନ୍ଦ ଯେତେବେଳେ ଅଚାନକ ସେନାରେ ଯୋଗ ଦେଇଥିଲେ ସମସ୍ତଙ୍କୁ ଚକିତ କରିଦେଇଥିଲେ। 12 ଏପ୍ରିଲ 1983ରେ କେରଳରେ ଜନ୍ମଗ୍ରହଣ କରିଥିବା ମୁକୁନ୍ଦ ପ୍ରଥମେ ରାଜପୁତ ରେଜିମେଣ୍ଟରେ ଅଫିସର ଭାବେ 2004ରେ ଯୋଗ ଦେଇଥିଲେ, ଆଉ ପାହାଚ ପରେ ପାହାଚ ଚଢ଼ି ମେଜର ପଦବୀରେ ଥିଲାବେଳେ 25 ଏପ୍ରିଲ 2014ରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ବେଳେ ଶହୀଦ ହୋଇଯାଇଥିଲେ। 2009ରେ ଇନ୍ଦୁକୁ ବିବାହ କରିଥିଲେ, ଆଉ ଗୋଟେ ଝିଅ ମଧ୍ୟ ତାଙ୍କର ଜନ୍ମ ହୋଇଥିଲା। ହେଲେ ସେଦିନ ଯେ ମୁକୁନ୍ଦ ପାଇଁ ଶେଷ ଦିନ ହେବ ଆଉ ଶେଷ ଲଢ଼େଇ ହେବ, କିଏ ବା ଜାଣିଥିଲା? ନିଜ ଜୀବନକୁ ବାଜିରେ ଲଗେଇ କାଶ୍ମୀରରେ ଗୋଟେ ପରେ ଗୋଟେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଉଥିବା ମୁକୁନ୍ଦ ସେଦିନ ବି ସବୁ ଆତଙ୍କବାଦୀକୁ ସଫା କରିଦେଇଥିଲେ। ଗୁଇନ୍ଦା ବିଭାଗର ଖବର ଅନୁସାରେ ଲସ୍କର-ଇ ତୋଇବାର ଆତଙ୍କବାଦୀମାନେ ସାଉଥ୍ କାଶ୍ମୀରରେ କିଛି ଲୋକଙ୍କୁ ଗୃହବନ୍ଦୀ କରି ରଖିଥିଲେ, ଆଉ ସେହି ଆତଙ୍କବାଦୀଙ୍କ ଭିତରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀମାନେ ବି ଥିଲେ, ଯିଏକି ସବୁବେଳେ ସେନାମାନଙ୍କ ଉପରକୁ ଆଟାକ୍ କରୁଥିଲେ। ସେହି ମୁଖ୍ୟ ଆତଙ୍କବାଦୀକୁ ସବୁଦିନ ପାଇଁ ଶେଷ କରିଦେବାକୁ ମୁକୁନ୍ଦ ନିଜ ଟିମ୍ ନେଇ ସେଠାରେ ପହଞ୍ଚି ଯାଇଥିଲେ। ହେଲେ ସେ ଘର ଭିତରେ ଆତଙ୍କବାଦୀ ବମ୍ ଲଗେଇ ଧମକ ଦେଇଥିଲେ, ଯଦି କେହି ସେନା ଆଗକୁ ବଢ଼ନ୍ତି ତାହେଲେ ସେ ବମ୍ରେ ପୁରା ଘରଟାକୁ ଉଡ଼େଇ ଦେବେ। ତେଣୁ ମୁକୁନ୍ଦ ରାତିର ଅନ୍ଧାରରେ ଏକା ଯିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଆଉ ଜଣେ ତାଙ୍କ ସାଥୀ ବି ତାଙ୍କ ସହିତ ଯିବାକୁ ଜୋର ଜବରଦସ୍ତ ବାହାରିଥିଲେ। ଶେଷରେ ସେହି ଜାଗାରେ ପହଞ୍ଚି ଯାଇଥିଲେ, ଆଉ ସଫଳତାର ସହିତ ବନ୍ଦୀ ଥିବା ସବୁ ହଷ୍ଟେଜକୁ ନିରାପଦ ବାହାର କରି ଗୋଟେ ପରେ ଗୋଟେ ଆତଙ୍କବାଦୀକୁ ତାଙ୍କ ଗୁଳିରେ ମାରି ଚାଲିଥିଲେ। ହେଲେ ହଠାତ୍ ସେତିକି ବେଳେ ତାଙ୍କ ସାଥିରେ ଯାଇଥିବା ସେହି ଯବାନଙ୍କ ଦେହରେ ଗୋଟେ ଗୁଳି ବାଜିଥିଲା, ଆଉ ସେ ସେଇଠି ଟଳି ପଡ଼ିଥିଲେ। ଏକୁଟିଆ ମୁକୁନ୍ଦ ସବୁ ଆତଙ୍କବାଦୀଙ୍କୁ ମାରିବା ପରେ ଆତଙ୍କବାଦୀଙ୍କ ମୁଖ୍ୟ ୱାନିର ଗୋଟେ ପରେ ଗୋଟେ 3ଟି ଗୁଳି ମୁକୁନ୍ଦଙ୍କ ଦେହରେ ବାଜିଥିଲା। ଆଉ ମୁକୁନ୍ଦ ବି ୱାନିକୁ ମାରିସାରିବା ପରେ ବାହାରକୁ ଆସି ବିଜୟ ହୋଇଥିବାର ସଂକେତ ହାତ ଠାରି ଦେଇଥିଲେ, ଆଉ ସେଇଠି ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଗଲା। ହେଲେ ଅତ୍ୟଧିକ ରକ୍ତସ୍ରାବ ପାଇଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମେଜର ମୁକୁନ୍ଦ ଭରଦ୍ୱାଜ ଶହୀଦ ହୋଇଯାଇଥିଲେ। ସେତେବେଳେ ରାତି 2ଟାରୁ ଅଧିକ ହୋଇଯାଇଥିଲା। ମୁକୁନ୍ଦଙ୍କ ପତ୍ନୀ ଇନ୍ଦୁକୁ କଲ୍ କରାଯାଇଥିଲା, କିନ୍ତୁ ଇନ୍ଦୁ ନିଦରେ ଶୋଇପଡ଼ିଥିଲେ, ସେଥିପାଇଁ ଫୋନ୍ଟା ଉଠାଇ ପାରିନଥିଲେ। ସକାଳୁ
ତାଙ୍କ ଭାଇ ଆସି କବାଟ ବାଡ଼େଇଥିଲା ଆଉ କବାଟ ଖୋଲି ଯେତେବେଳେ ଇନ୍ଦୁ ସବୁ କଥା ଜାଣିଥିଲେ ସେ ନିଜକୁ ସମ୍ଭାଳି ପାରିନଥିଲେ। ଏପଟେ ମୁକୁନ୍ଦଙ୍କର ବାପା ମାଆଙ୍କ ଦୁଃଖର ସୀମା ନଥିଲା। ଦିନେ ମୁକୁନ୍ଦଙ୍କ ମା ମୁକୁନ୍ଦକୁ କହୁଥିଲେ ବର୍ଷରେ ଥରେ ଦେଖାହେଉଛୁ, ସେ ପୁଣି ଅଳ୍ପ ଦିନ ପାଇଁ। ସେତେବେଳେ ମୁକୁନ୍ଦ କହୁଥିଲେ ତୁ ଗର୍ବ କରିବା କଥା, ତୋ ପୁଅକୁ ତୁ ବର୍ଷରେ ଥରେ ଦେଖିପାରୁଛୁ। କିନ୍ତୁ ଏମିତି ବି ଯବାନ ଅଛନ୍ତି ଯେ ବର୍ଷ ବର୍ଷ ଧରି ନିଜ ମାଆକୁ ଦେଖି ନାହାନ୍ତି। ହେଲେ ଆଜି ସବୁଦିନ ପାଇଁ ମା ତା ପୁଅକୁ ହରେଇ ସାରିଥିଲା। ଆଉ କେବେ ଦେଖିବାକୁ ତାକୁ ସୁଯୋଗ ମିଳିବନି। ଶେଷରେ ମୁକୁନ୍ଦଙ୍କ ପାର୍ଥିବ ଶରୀର ପହଞ୍ଚି ଯାଇଥିଲା ଜନ୍ମ ମାଟିରେ। ଆଉ ସେହି ପାର୍ଥିବ ଶରୀରକୁ ଦେଖି ମା ନିଜ କୋହକୁ ସମ୍ଭାଳି ପାରୁନଥିଲା, ଆଉ ବାପା ନିଜ ଲୁହକୁ ଅଟକେଇ ପାରୁନଥିଲା। ହେଲେ ସ୍ତ୍ରୀ ନିଜ ଛାତିକୁ ପଥର କରି ଲୁହକୁ ଚାପିବାକୁ ଯେତେ ଚେଷ୍ଟା କଲେ ବି ସେ ଛାତି ଭିତରେ ଥିବା କୋହଟା ହୃଦୟର ଛାତିକୁ ଚିରି ବାହାରି ଆସୁଥିଲା। ଆଉ ଏ କୁନି ଝିଅଟି କିଛି ଜାଣିପାରୁନଥିଲେ ବି ସବୁବେଳେ ଡ୍ୟୁଟିକୁ ଯିବାବେଳେ ବାପାକୁ ଯେମିତି ଟା ଟା କରୁଥିଲା, ଆଜି ବି ଠିକ୍ ସେମିତି ଟା ଟା ହିଁ କରୁଥିଲା। ପୁରା ଅଞ୍ଚଳଟା ଲୋକାରଣ୍ୟ ହୋଇଯାଇଥିଲା। ଆଉ ସମସ୍ତଙ୍କ ଆଖିରେ ଖାଲି ଥିଲା ଲୁହ ଆଉ ଲୁହ। ଆଉ ପାଟିରେ ଗୋଟିଏ କଥା ଥିଲା, ଭାରତ ମାତା କି ଜୟ, ମୁକୁନ୍ଦ ଭରଦ୍ୱାଜ ଅମର ରହେ। ଜାନୁଆରୀ 26, 2015ରେ ଶହୀଦ ହୋଇଥିବା ମେଜର ମୁକୁନ୍ଦକୁ ମିଳିଥିଲା ସେନାର ସର୍ବୋଚ୍ଚ ସମ୍ମାନ ଅଶୋକ ଚକ୍ର। ସେତେବେଳର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠୁ ସେହି ଶ୍ରେଷ୍ଠ ସମ୍ମାନ ଗ୍ରହଣ କରିଥିଲେ ମୁକୁନ୍ଦ ଭରଦ୍ୱାଜଙ୍କ ପତ୍ନୀ ଇନ୍ଦୁ। ଏହି କାହାଣୀ ହେଉଛି ସେହି ବୀର ଯବାନଙ୍କ କାହାଣୀ ଯିଏ ନିଜ ଦେଶ ପାଇଁ ଦେଇଥିବା ବଳିଦାନକୁ ସବୁ ଭାରତୀୟ ଗର୍ବ କରିବା ସହିତ କେବେ ବି ଭୁଲି ପାରିବେ ନାହିଁ। ଆଶା କରୁଛୁ ଆପଣମାନେ ବି କମେଣ୍ଟରେ ନିଶ୍ଚିତ ହୃଦୟରୁ ଜୟ ହିନ୍ଦ ଲେଖିବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।